बनारस रे मु 4टारे आसी पहुंचली। जेमती देखुथिबे मु गाधेई पाधेई रेडी हेई जाईची। एइना के आमे बाहरिबार अछि बनारस घाट जहाँ सबू अछि माने हमर काशी विश्वनाथ मंदिर सेठी जिबार अछि। आ कालीर मु प्लान मु किछि जाननी आजी माने जानिछि जे आजी मु जाउची बनारस घाट विश्वनाथ मंदिर आउ कौन 64 घाट एमती कौन कहूतिले। आ मु आपनकु ए वीडियो रे अपडेट दउची कुआडे कुआडे जाउची सब वीडियो देखैबी। आ जोटी तो कैमरा अलाउ नथिबो मु सेठी किछि करि परिबिनी। आपण निजे आसी देखिया पड़िबो। आ मु एटा भी गोटे कथा मु देखौची अल्प क्लिप पूरा जोटा कि देखो सब क्लिप देखिदेले आपण तो कहे मु वीडियो रे देखिदेली मु काई आसीबी। सेतिपई आपण निहाती भाबरे मु जहा जहा जुआडे जाउची आपण निहाती भाबरे आसंतु विजिट करंतु। एठी कहिकी माने आगु बढ़ुची। तापरे आमे ऑटो रे बसी बाहरी जाइथिलु। तापरे आमे घाट गतिरे पहुंच जाइथिलु जोठु सबु माने प्रथम घाट जोठु आरंभ हुए सेही जगह रे आमे पहुंच जाइथिलु। बहुत गुरा डंगा भी मध्य थिला आ सीप भी मध्य थिला। तापरे हमर जो डंगा बुक हेइतिला से डंगा कतिके आमे जाउथिले। तापरे आमे बसी जाइथिले सबु। सभी लोग सुन लीजिए, जैसे सभी लोग जाएगा वैसे सभी लोग आएगा, ठीक है। जितने लोग हैं देखिए 59 लोग आ रहे हैं, ठीक है। सबको लेकर ना, सबको लेकर आ रहे हैं 59। सब लोग साथ में जाएगा, साथ में आएगा, क्योंकि गली गली का रास्ता है, ठीक है। गली गली का रास्ता है, जैसे जाएंगे वैसे आना होगा, जैसे रास्ता बताएंगे वैसे आप लोग को आना पड़ेगा, ठीक है। लेकिन जहाँ बताएंगे उसी जगह सब लोग रुका रहेगा, ठीक है। तापरे आम नौकार बसी घाट देखा आरंभ हो जाइतिला। सेमिति कहिया गले बहुत गुरा क्लिप मु नेइनी कारण एई जे बहुत नॉइस करूथिले आम लोक माने। आ सेमिति भी मु गोटे भल जगार रे बसी नथिली जे क्लिप गुरा उठेई पारिबी। से अनुसार आपनकु मु जेतिकी पारची सेतिकी देखौची। आपण निजे जाईकी विजिट करंतु, आपनकु आउरी बढ़िया लागिवो। ये देखिए बाजू में घाट का शीतला घाट, ऊपर छोटी शीतला माता का मंदिर, हाथ जोड़ लीजिए। शीतला माता की जय।
ସବୁ ଘାଟ ଦେଖିଲା ପରେ ଆମେ ପହଞ୍ଚି ଯାଇଥିଲେ ଅନ୍ତିମ ଘାଟ କତିରେ, ଯେଉଁଠୁ ମାନେ କାଶୀ ବିଶ୍ୱନାଥ ମନ୍ଦିର ଯାଇ ହେବ ସେଇ ଘାଟ କତିରେ ଆମେ ପହଞ୍ଚି ଯାଇଥିଲେ, ଯାହାର ନାଁ ଥିଲା ସିନ୍ଧିଆ ଘାଟ। ଚାଲି ଚାଲି ଗଲାବେଳେ ଆମେ ଦେଖିଲୁ ବହୁତ ଆର୍ଟିଷ୍ଟ ଗୁରା ବସିଥିଲେ, ଯିଏ ଚିତ୍ର ଆଙ୍କୁଥିଲେ। ମାନେ ବିଲ୍ଡିଂର ହଉ କି ପାଣିର ହଉ କି ଜାହାଜର ହଉ, ତାଙ୍କୁ ପଚାରିଲା ପରେ ଆମେ ଜାଣିବାକୁ ପାଇଥିଲୁ ଯେ ସେ ଆର୍ଟର ଷ୍ଟୁଡେଣ୍ଟ, ମାନେ ଆର୍ଟ କରିବାକୁ ଆସିଛନ୍ତି। ଇଏ ହେଉଛି ଆମର ରତ୍ନେଶ୍ୱର ମହାଦେବଙ୍କ ମନ୍ଦିର। ମାନେ ଏଟା ଆଗରୁ ସିଧା ଥିଲା, ଆସ୍ତେ ଆସ୍ତେ ମାନେ ସମୟକ୍ରମେ ଏଇଟା ଆସ୍ତେ ଆସ୍ତେ ନଈ ହେବାକୁ ଆସିଛି। ଆପଣ ୟୁଟ୍ୟୁବରେ ସର୍ଚ୍ଚ କରି ମାରି ଦେଖିପାରିବେ କ'ଣ ପାଇଁ ହେଇଛି ଆଉ କେମିତି କ'ଣ ମାନେ ପୋତି ହେଇଯାଇଛି ଅଧା ମନ୍ଦିର। ଆପଣଙ୍କୁ ଡିଟେଲ୍ସ ଭିଡ଼ିଓ ଗୁରା ବି ଆସିଯିବ। ବହୁତ ଗୁରା କ୍ଲିପ୍ ମୋର କଟି ଯାଇଛି, ସେଥିପାଇଁ ମନ୍ଦିର ସାମ୍ନାକୁ ଆସିକି ଯେଉଁ ରେକର୍ଡ଼ିଂ କରିଥିଲି ସେଠୁ ମୁଁ ଆରମ୍ଭ କରୁଛି। ଯେମିତି ଆପଣ ଭିଡ଼ିଓ ଦେଖି ଜାଣିପାରୁଥିବେ, ଏଇଟା ହେଉଛି କାଶୀ ବିଶ୍ୱନାଥ ମନ୍ଦିରର ଦ୍ୱାର। ମିନିମମ୍ ଆପଣଙ୍କୁ ଠାକୁରଙ୍କ ଦର୍ଶନ କରିବା ପାଇଁ ମିନିମମ୍ 4ରୁ 5 ଘଣ୍ଟା ଠିଆ ହେବାକୁ ପଡ଼ିବ। ଠାକୁର ଆପଣଙ୍କ ପରୀକ୍ଷା ନେଉଛନ୍ତି, ଯେମିତି ଆପଣ ଜାଣିବେ। ମାନେ ମୁଁ ସତ କଥା, ଯେଉଁଟା ରିଏଲି କଥା ମୁଁ ଆପଣଙ୍କୁ ସେୟାର କରୁଛି। ଆପଣ ମିନିମମ୍ ତ 4ରୁ 5 ଘଣ୍ଟା ଠିଆ ହେବେ। ମାନେ ଠିଆ ହେବେ କ'ଣ, ଲାଇନ୍ରେ ଯିବେ, ତାପରେ ପହଞ୍ଚିବେ। ସେଠି ପୁଣି ଆପଣଙ୍କୁ ଦର୍ଶନ କରିବାକୁ ମିଳିବ 15 ସେକେଣ୍ଡ ଭିତରେ। ତ ମୋବାଇଲ ଆଲାଉ ନଥିଲା, ସେଥିପାଇଁ ଦର୍ଶନ କରିସାରିକି ଆମେ ରିଟର୍ନ ଯାଉଥିଲେ। ଯଦି ଆମେ ବାରାଣାସୀରେ ଆସିକି ବନାରସର ପାନ ନ ଖାଇଛେ ଆଉ କ'ଣ ଖାଇଛେ। ସେଥିପାଇଁ ମୁଁ ଗୋଟେ ଲୋକାଲ୍ ସପ୍କୁ ଯାଇକି ତାଙ୍କୁ କହିଦେଇଥିଲି ତାଙ୍କ ପାନ ବନେଇବା ପାଇଁ, ସାଧା ପାନ ଯେଉଁଟା ସେ ବନେଇ ଚାଲିଥିଲେ ମୋ ପାଇଁ। ପାନ ଭଙ୍ଗା ଷ୍ଟାଇଲ୍ ପୁରା ଅଲଗା ପ୍ରକାର ଥିଲା। ଆଉ ସେ ପାନ ବି ଗୋଟେ ମାନେ ଯେମିତି ଜରିରେ ଆମର ଏପଟେ ଦିଅନ୍ତି ଓଡ଼ିଶାରେ, ସେ ପୁରା ପତ୍ରରେ ଗୁଡ଼େଇ ଗାଡ଼େଇ ଦିଅନ୍ତି, ଆପଣ ଯେମିତି ଦେଖିପାରୁଥିବେ। ମୋତେ ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗିଲା, ଭଲ ବି ଲାଗିଲା। ମାନେ ନେଚରର ପୁରା ସହି ଇସ୍ତେମାଲ କରୁଛନ୍ତି ପୁରା। ତାପରେ ମୁଁ ଟ୍ରାଏ କରିଥିଲି ପାନ, ଆପଣ ଯେମିତି ଦେଖିପାରୁଥିବେ ପତ୍ରରେ ଭଙ୍ଗା ପାନ। ତାପରେ ଖାଇଲା ପରେ ଲାଗିଲା ବହୁତ ମିଠା, ମାନେ କହିବା ବାହାରେ। ତଥାପି କିନ୍ତୁ ବହୁତ ବଢ଼ିଆ ଲାଗିଲା, ପାନଟା ବହୁତ ଟେଷ୍ଟ ଥିଲା ଆଉ କିନ୍ତୁ ଏକ୍ସେସ୍ ମିଠା। ତାପରେ ସନ୍ଧ୍ୟାବେଳକୁ ଆମେ ନମଘାଟ କତିରେ ଯାଇ ପହଞ୍ଚି ଯାଇଥିଲେ। ପାନ ଖିଆ ସରି ମୁଁ ଏବେ ନମଘାଟରେ ବସିଛି ଭାଇ ସହିତ। ଆଉ ଏବେ ଚାଲିବ ଗଙ୍ଗା ଆରତୀ ଦେଖିଦେବା, ତାପରେ ଯିବା ରୁମ୍କୁ। ଆଉ ସେଠି ଜଲ୍ଦି ଯାଇକି ଆମେ ବସି ଯାଇଥିଲେ, କାରଣ ସିଟ୍ ମିଳିବା ଚାନ୍ସ ହିଁ ନାହିଁ। କାରଣ ଏତେ ସହର୍ଷ ଲୋକ, ଆପଣଙ୍କୁ କ'ଣ କହିବି, ଆପଣଙ୍କୁ କ'ଣ ଶୁଣେଇବି। ଆପଣଙ୍କୁ ଯଦି ଶୁଣେଇବି ମୋ ଚ୍ୟାନେଲରେ କପିରାଇଟ୍ ଗୋଟେ କ୍ଲେମ୍ ଆସିଯିବ। ସେଥିପାଇଁ ସବୁଗୁରା ମ୍ୟୁଟ୍ ମାରିଛି। ଆପଣ ଏକ୍ସପିରିଏନ୍ସ ନେବାକୁ ହେଲେ ଆପଣ ନିଜେ ଯାଇକି ଭିଜିଟ୍ କରିବାକୁ ପଡ଼ିବ, ଆଉ ଦେଖିବାକୁ ପଡ଼ିବ ଗଙ୍ଗାଙ୍କ ଆରତୀ। ଆଉ ଏଥିରେ ମୁଁ ଆଉ କିଛି କରିପାରିବିନି।
तापर आमे गंगा आरती देखिकी रूम को पळेई जाइथिलु। तापर आमे तो बहुत थकी जाइथिलु सेथिपई आउ किछि जागा जाई नथिलु। तापर सीधा रेस्ट नेइथिलु। आपण मानू जदि भल लागुची मो ब्लॉग आपण टिके कमेंट करी जणांतु।